ଠିକ୍ ପାହାଡ଼ ତଳରେ ଶ୍ୟାମଳ ବନାନୀର ଅନ୍ତରାଳରେ ଯକ୍ଷ୍ମା ହାସ୍ପାତାଲ, ଇଟ୍କି ସେନିଟୋରିୟମ୍। ବିହାର ଓଡ଼ିଶା ସରକାର ବହୁତ ଭାବିଚିନ୍ତି ସଭ୍ୟ ଜଗତର ଅନ୍ତରାଳରେ ଏହି ଓରାଂ ଓ ମୁଣ୍ଡାଙ୍କ ଦେଶରେ ତାଙ୍କର ଦାନ ଟିକକ ଦେଇଛନ୍ତି। ରୋଗ ଜଗତର ଚରମ ଶାସ୍ତିରେ ପ୍ରପୀଡ଼ିତ ନିରୀହ ପ୍ରାଣ ନିମନ୍ତେ। ଚାରିପାଖରେ ବଣ ଆଉ ପାହାଡ଼, କେବଳ ପ୍ରକୃତିର ବିଚିତ୍ର ଶ୍ୟାମଳିମାରେ ଶ୍ୟାମଳାୟମାନ। ପାଖରେ ୟୁକାଲିପଟାସ୍ ଗଛ ଉପରୁ ଯେତେବେଳେ କାପ୍ତା ଚଢ଼େଇଟି ଡାକି ଉଠେ, ରୋଗୀ ପ୍ରକୃତିସ୍ଥ ହୋଇ ଝର୍କା ଦେଇ ବାହାରକୁ ଚାହେଁ। ମୁହୂର୍ତ୍ତକ ପାଇଁ ତାର ଦୃଷ୍ଟି ପଥରେ ଏକ ସବୁଜ ଲହରୀ ଖେଳିଯାଏ। ରୋଗୀ କ୍ଷଣିକ ସାନ୍ତ୍ୱନା ପାଏ, ପୁଣି ପର ମୁହୂର୍ତ୍ତରେ ରୋଗର ଦାରୁଣ ଯନ୍ତ୍ରଣାରେ ତା ମୁହଁରେ ଏକ ବିକୃତ ଭଙ୍ଗୀ ଖେଳି ଉଠେ। ତାର ସେ ସବୁଜ ଲହରୀଟିକ ଏକ ଦାରୁଣ ସାହାରାର ବକ୍ଷରେ ଲିଭିଯାଏ। ଆଖି ଦୁଇଟି ତାର ଏକ ଅନାଗତ ଆଶଙ୍କାରେ ସଜଳ ହୋଇଉଠେ। ଖରାଦିନ ବେଳ 12ଟା ସରିକ ହୋଇଥାଏ। ବାହାରେ ସେତେବେଳେ ଝଞ୍ଜା ପବନ ତାର ପ୍ରଳୟ ନୃତ୍ୟର ଛନ୍ଦରେ ନାଚି ନାଚି ଚାଲି ଯାଉଥାଏ। ମଧ୍ୟାହ୍ନ ପଥ୍ୟ ଖାଇସାରି ଅନେକ ରୋଗୀ ଏକ ଅଜଣା ମାଦକତାରେ ଆବେଶରେ ଆଖି ବୁଜି ଆସୁଥାନ୍ତି। ପ୍ରଣବ ତାର ୱାର୍ଡରେ ଶୋଇଛି, ପ୍ରତିଦିନର ଚିର ଆକାଂକ୍ଷିତଟି ପରି। ଆଜକୁ ପ୍ରାୟ 2 ବର୍ଷ ହେବ ସେ ଏହି ହାସ୍ପାତାଳରେ ଭର୍ତ୍ତି ହୋଇଛି। ଏହା ମଧ୍ୟରେ ଜୀବନର କେତେ ହା ହତାଶମୟ ବ୍ୟର୍ଥ ଆଶା ଘେନି କେତେ ରୋଗୀ ଆସିଛନ୍ତି, ଆଉ କେତେ ରୋଗୀ ଆରୋଗ୍ୟ ଲାଭ କରି ଚିର ଆକାଂକ୍ଷିତ ପ୍ରିୟଜନଙ୍କ ମଧୁର ସ୍ପର୍ଶ ପାଇବା ପାଇଁ ଛୁଟି ଯାଇଛନ୍ତି ପକ୍ଷୀରାଜ ପରି। ପ୍ରଣବ କିନ୍ତୁ ତାର ୱାର୍ଡରେ ସବୁଠାରୁ ପୁରୁଣା। ସବୁ ସୁଖର ଆଶା ତାର ମଉଳି ଯାଇଛି, ପୋକକଟା ଦରଫୁଟା ବଣ ମାଳତୀ ଫୁଲଟି ପରି। ପ୍ରଣବର ଆଖିରେ ତନ୍ଦ୍ରାର ପଲକ ନାହିଁ। ଦୁନିଆ ଯାକର ବିକ୍ଷିପ୍ତ ଚିନ୍ତା ସବୁ ମାନସପଟରେ ଖେଳି ଉଠି ବୁକୁ ତଳେ ତାର ବିରାଟ ଉର୍ମିମାଳାର ନର୍ତ୍ତନ ଖେଳାଉଥାଏ। କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ିର ଟକ୍ ଟକ୍ ଶବ୍ଦ ସାଥିରେ ନିଜର ହୃତ୍ପିଣ୍ଡର ସ୍ପନ୍ଦନ ମିଳାଇ ଦେଖେ। ବେଳେବେଳେ ନିଜ ଦେହରେ ନିଜେ ହାତ ପକାଇ ଶରୀରର ଉଷ୍ମତା ଅନୁଭବ କରେ, ଆଉ କେବଳ ଆଖି ବୁଜି ପଡ଼ିଥାଏ, କାହାରି ଆଡ଼କୁ ଚାହେଁ ନାହିଁ। ଠିକ୍ ଏହିପରି ଭାବରେ ଦିନ ପରେ ଦିନ, ରାତି ପରେ ରାତି ଗୋଟିଏ ଗୋଟିଏ ହୋଇ ସୃଷ୍ଟିଚକ୍ରର ଘୂର୍ଣ୍ଣନ ପଥରେ ଯାତ୍ରୀ ହୁଏ। ଭିଜିଟିଂ ଟାଇମ୍ ବେଳେ ସେ ମନେ ମନେ ଅତୀତ ସ୍ମୃତି ଭଣ୍ଡାରର କଞ୍ଚି ଫିଟାଇ ଭାବେ ଅନେକ କଥା। ତାରି ଅଜାଣତରେ ହୁଏତ ପଞ୍ଜରା ହାଡ଼ ଦିଖଣ୍ଡି ଦୋହଲାଇ ବାହାରି ପଡ଼େ ଏକ ତପ୍ତ ଦୀର୍ଘଶ୍ୱାସର ଢେଉ। କାହାରି ଆଡ଼କୁ ଦୃଷ୍ଟି ମଧ୍ୟ ଦିଏ ନାହିଁ ସେ। ରୋଗୀ ପରିଜନଙ୍କ ଗହଳରେ ହାସ୍ପାତାଳ ଯେତେବେଳେ ଚଳଚଞ୍ଚଳ ଓ ମୁଖର ହୋଇଉଠେ, ପ୍ରିୟଜନଙ୍କର ଆଶ୍ୱାସନା ବାଣୀ ପାଇ ହତାଶ ରୋଗୀ ପ୍ରାଣରେ ମଧ୍ୟ ଆଶାର କ୍ଷୀଣ ଦୀପଶିଖା ଜଳି ଉଠେ। ପ୍ରଣବ ହୁଏତ ନିଜର ଖିଆଲରେ ନିଜେ ଟିକେ ହସେ, ପୁଣି କର ଲେଉଟାଇ ଶୁଏ। ଆତ୍ମସ୍ୱଜନଙ୍କ ପାଖରୁ ବହୁ ଦୂରରେ ଆସି ସେ ପଡ଼ିଛି ଏହି ଦୁରନ୍ତ ଓରାଂ ଓ ମୁଣ୍ଡାଙ୍କ ଦେଶରେ। ତାର ଦୁଃଖରେ ସମବେଦନାର ସୁରରେ ଆହା କରିବା ପାଇଁ ମଧ୍ୟ କେହି ନାହିଁ ଏଠାରେ। କେବଳ ନର୍ସର ଉଦାସୀନ ସେବା ତା ନିକଟରେ ପରମ ପ୍ରୀତିକର ବୋଲି ମନେ ହୁଏ। ଆଜିକୁ 3 ଦିନ ହେଲା ପ୍ରଣବର ବେରାମ ଟିକିଏ ବଢ଼ି ଉଠିଛି। କାଶ ସଙ୍ଗେ ସଙ୍ଗେ ମେଞ୍ଚା ମେଞ୍ଚା କାଳିଆ ରକ୍ତ ପଡ଼ିବା ଦେଖି ପ୍ରଣବ ଟିକେ ଡରି ଯାଇଛି। ଡାକ୍ତର ସବୁବେଳେ ଦେଖି ଯାଉଛନ୍ତି। ନର୍ସର ଭୀତିପ୍ରଦ କରୁଣ ଚାହାଣୀ, ଡାକ୍ତରର ମ୍ଳାନ ମୁଖ ଦେଖି ପ୍ରଣବ ବୁଝିପାରିଛି ଯେ ତାର ଜୀବନ ପଥ ଓ ପାଥେୟ ଦୁଇଟି ଯାକ ଏକା ବେଳକେ ଶେଷ ହୋଇ ଆସିଛି। ଶ୍ୱାସ ନେବାକୁ ମଧ୍ୟ କଷ୍ଟ ହେଉଛି ଆଜି। ଆଖି ଦୁଇଟା ଧୀରେ ଧୀରେ ନିଷ୍ପ୍ରଭ ହୋଇ ଉଠୁଛି। ପଲକ ତଳ ଯେ ବେଳକୁ ବେଳ ଶୁଷ୍କ ହୋଇ ଆସୁଛି। ଅନେକ ବିନୟ କରି କାଲି ସନ୍ଧ୍ୟା ପରେ ଗୋଟିଏ ନର୍ସ ନିକଟରୁ ପ୍ରଣବ ଖଣ୍ଡିଏ କାଗଜ ଓ ପେନସିଲ ଯୋଗାଡ଼ କରିଥିଲା। ତାର ମରମ ସାଥୀ ପ୍ରାଣର ପ୍ରଣୟିନୀ ଉଷା ନିକଟକୁ ଶେଷ ଚିଠି ଖଣ୍ଡିକ ମଧ୍ୟ ଲେଖି ରଖିଛି। ଏତେ ଦିନ ଯାହା ତାର ଅନ୍ତରର ଗଭୀର ପ୍ରଦେଶରେ ଏକ ବିରାଟ ଆସନ ମାଡ଼ି ବସିଥିଲା, ଆଜି ତାହା ହିଁ ବ୍ୟକ୍ତ ହୋଇ ଫୁଟି ଉଠିଛି ସାଦା କାଗଜ ଉପରେ ପେନସିଲର କଳା ଗାରର ବଙ୍କିମ ଛନ୍ଦରେ। କିପରି ଭାବରେ ଏହି ଚିଠିଟି ସେ ପଠାଇବ ଉଷା ନିକଟକୁ, କାଲି ସାରା ରାତି ଉଜାଗର ରହି ତାରି ଚିନ୍ତା ସେ କେବଳ କରିଛି। ଧୀରେ ଧୀରେ ତକିଆ ତଳୁ ଚିଠିଟି ବାହାର କରି ପୁଣି ସେ ପଢ଼ିଗଲା। ଇଟ୍କି ସାନିଟୋରିୟମ୍, ରାଞ୍ଚି, 7/4/1940। ହୃଦୟହୀନା ଉଷା ମୋର, ନୀତି ଭାବେ ତମ କତିକି ଚିଠି ଲେଖିବି, କାରଣ ବୁଝିପାରିଛି ଜୀବନ ଦୀପ ମୋର ଧୀରେ ଧୀରେ ଲିଭି ଆସୁଛି। କାଲିଠୁ ଶରୀର ବଡ଼ ଖରାପ ଲାଗୁଛି। ଡାକ୍ତରମାନଙ୍କର ଉଦାସ ଦୃଷ୍ଟି, ନର୍ସର ସତର୍କ ପ୍ରଶ୍ନ, ତତ୍ପରତା ଦେଖି ବୁଝିପାରିଛି ଯେ
ଏଇ 2-4 ଦିନ ଭିତରେ ମୋର ଏଇ ଦେହ ପିଞ୍ଜରର ପ୍ରାଣପକ୍ଷୀ ଉଡ଼ି ଚାଲିଯିବ। ଅନେକ କଷ୍ଟକର ଅନୁନୟ ବିନୟ କରି ଏହି କାଗଜ ଖଣ୍ଡିକ ଆଣିଛି। ତୁମରି ନିକଟରେ ମୋର ଅନ୍ତରର ଅନ୍ତିମ ଭାଷା ଜଣାଇ ନ ପାରିଲେ ମରଣ ପରେ ମଧ୍ୟ ମୁଁ ଶାନ୍ତି ପାଇପାରିବି ନାହିଁ। ଅନେକ ଚିଠି ତୁମକୁ ଲେଖିଛି ଉଷା, ବ୍ୟାକୁଳ ନୟନର ଅଶ୍ରୁ ଜଳରେ ସେସବୁ ଭିଜି ଯାଇଛି, ତେବେ ମଧ୍ୟ ଡାକରେ ଦିଆ ହୋଇନି। ଆଜି ମୋର ମନ ମୁକୁର ସମ୍ମୁଖରେ ଅତୀତରୁ ସମସ୍ତ ଛବି ପ୍ରତିଫଳିତ ହୋଇ ଉଠୁଛି। ମନେ ଅଛି, ଏକ ଶରତ୍ର ସନ୍ଧ୍ୟାରେ ସେଫାଳିର ମାଳା ଗୁନ୍ଥି ନେଇଯାଇଥିଲି ତମରି କବରୀରେ ବାନ୍ଧିଦେବି ବୋଲି। ସେଫାଳି ଫୁଲ ତୁମର କେଡ଼େ ଆଦରର ବସ୍ତୁ ନଥିଲା? ଟିକିଏ ସୁବିଧା ପାଇଲେ ପରା ଛୁଟି ଆସୁଥିଲ ଆମ ବସାକୁ, ମୋରି ହାତ ଧରି ଟାଣି ନେଉଥିଲ ସେଫାଳି ଗଛ ତଳକୁ, ଆଉ ଠିକ୍ ମୋରି କୋଳକୁ ଲାଗି ବସି ପଡ଼ୁଥିଲ ପକ୍କା ବେଦୀ ଉପରେ। ମାତ୍ର ସେଦିନ ସେଇ ବର୍ଷା ଧୌତ ଜ୍ୟୋତ୍ସ୍ନା ଉଦ୍ଭାସିତ ସନ୍ଧ୍ୟାରେ ତୁମର କବରୀରେ ଫୁଲର ମାଳା ଦେବାକୁ ଯାଉଛି, ହଠାତ୍ ତମର ପିତାଙ୍କର ନିର୍ମମ ବାଣୀ ଭାସି ଆସିଲା, ଯାହା ଶୁଣି ତମର ସୁନ୍ଦର ମୁହଁଟି ଲଜ୍ଜାରେ ଲାଲ ହୋଇଗଲା। ମୁଁ 5 ପାଦ ପଛକୁ ଘୁଞ୍ଚିଗଲି। ଫୁଲର ମାଳା ମୋର ହାତରେ ରହିଗଲା, ପ୍ରେମ ପ୍ରତିମାର ପୂଜାରେ ଲାଗିପାରିଲା ନାହିଁ। ତମର ପିତାଙ୍କର ମୁହଁରେ ସେଇ କର୍କଶ ଓ ଅସୁନ୍ଦର କଥା ଶୁଣି ମୁଁ କ'ଣ କରିବି କିଛି ଠିକ୍ କରିପାରିଲି ନାହିଁ। ତାପରେ କେତେ ଦିନ ବିତିଗଲା। ତମରି ମୁହଁରୁ କଥା ଦିପଦ ଶୁଣିବି, ଏହି ଆଶାକୁ ହତାଶ ପ୍ରାଣର ସମ୍ବଳ ରୂପେ ରଖି ପ୍ରତୀକ୍ଷାରେ ଦିନ କଟାଇଲି। ତୁମ ସାଥିରେ ଦେଖା ବା କଥା ହେବାର କୌଣସି ସୁଯୋଗ ବା ସୁବିଧା ଖୋଜି ପାଇଲି ନାହିଁ। ତାପରେ ଦିନେ ଭୋରରେ ତମେ ତମ ସାନ ଭାଇ ବିରୁ ସାଥିରେ ଚକ୍ରତୀର୍ଥର ବେଳାଭୂମିରେ ଶାମୁକା ଗୋଟାଉଥିଲ। ସେଇ ଅବସରରେ ମୁଁ ଧାଇଁ ଯାଇଥିଲି ତମ ନିକଟକୁ। ସେଦିନ ମଧ୍ୟ ମୋର ହାତରେ ଥିଲା ରଜନୀଗନ୍ଧାର ଗୁଚ୍ଛ। ସେଦିନ ନିଜେ ତମେ ମୋରି ହାତରୁ ଫୁଲର ଗୁଚ୍ଛଟି ନେଇ ଖୋସି ଦେଇଥିଲ ତମର ସୁଯତ୍ନ ଘନକୃଷ୍ଣ କବରୀରେ। ମୁଁ ଯେତେବେଳେ ତମର ହାତ ଦୁଇଟି ଆଣି ମୋର ଚିର ପିପାସିତ ଅଧର ତଳେ ସ୍ପର୍ଶ କରାଇଥିଲି, ସେତେବେଳେ ତମେ ମୋର ବୁକୁ ଭିତରେ ମୁହଁ ଲୁଚାଇ ଅଶ୍ରୁ ନିର୍ଝରରେ ବୁକୁ ମୋର ଭିଜାଇ ଦେଇଥିଲ। ସେଦିନ ମୋର କୌଣସି ପ୍ରଶ୍ନର ଦରକାର ହୋଇନଥିଲା। ତମର ରଜନୀଗନ୍ଧା ମଣ୍ଡିତ କବରୀ ଆଉ ଆଖିପତା ତଳର ଅଶ୍ରୁବିନ୍ଦୁ, ସେଇଥିରେ ମୁଁ ମୋର ସମସ୍ତ ପ୍ରଶ୍ନର ସୁବିବେଚିତ ଉତ୍ତର ପାଇସାରିଥିଲି। ତୁମର ପିତାଙ୍କୁ ଅନେକ ବୁଝାଇଛି। ସମାଜର ବନ୍ଧନ ଓ ନିୟମ ଦେଖାଇ ସେ ମୋର ସବୁତକ ଯୁକ୍ତି କାଟିଦେଲେ। ତାଙ୍କ ନିକଟରେ ମୋର କୌଣସି ଯୁକ୍ତି ମୁଣ୍ଡ ଟେକି ଛିଡ଼ା ହୋଇପାରିଲାନି। ଆଜି ଦୀର୍ଘ 5 ବର୍ଷ ହେଲା ମୋର ସେଇ ଝାଉଁବଣ ଭିତରର ନନ୍ଦନ ନୀଳୟଟିକୁ ଛାଡ଼ି ଚାଲି ଆସିଛି। ଅନେକ ପ୍ରକାର ଚେଷ୍ଟା କରିଛି ତୁମକୁ ଭୁଲିଯିବାକୁ ଉଷା, କିନ୍ତୁ କାହିଁକି ଜାଣେ ନାହିଁ। ଜୀବନର ଧୁ ଧୁ ମରୁପଥରେ ନିର୍ବାଣୋନ୍ମୁଖ ଜୀବନ ପ୍ରଦୀପର ଶେଷ ଶିଖା ନିକଟରେ ମଧ୍ୟ ତୁମର ଛବି ଦେଖିପାରୁଛି। ଭୁଲି ପାରିଲି ନାହିଁ। ଜୀବନର ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା। ଏ ଶରୀର ଯନ୍ତ୍ରର ସବୁ କଳକବ୍ଜା ଯେପରି ବିଗିଡ଼ି ଯାଇଛି। ଟାଟା କମ୍ପାନୀର କାରଖାନା କାମ, ନିଆଁର ଗରମ ଆଉ ଚିମିନି ଧୂଆଁ ମୋ ସୁକୁମାର ଶରୀରରେ ଆଦୌ ସହ୍ୟ ହେଲା ନାହିଁ। ସୁଯୋଗ ପାଇ ଅନେକ ପ୍ରକାର ରୋଗ ତେଣୁ ଆସି ମୋର ଆଶ୍ରୟ ନେଇଛି। ଉଷା, ଆଜି ତମରି ବିରହ ଆଉ ତମରି ଚିନ୍ତା ମୋର ଚାରିଆଡ଼େ ଖେଳି ବୁଲୁଛି। ମୁଁ ଜାଣେ ନା ତମ ହାତରେ ଏ ଚିଠି ପହଞ୍ଚିବ କି ନାହିଁ। ଯଦି ପହଞ୍ଚେ ତେବେ ଜାଣିଥାଅ, ତାର ପୂର୍ବରୁ ମୁଁ ଅନ୍ୟ ଜଗତକୁ ଚାଲି ଯାଇଥିବି। କେହି ଜାଣିପାରିବେ ନାହିଁ ଯେ ପ୍ରଣବ କୁମାର ଏ ଜଗତରୁ ଚାଲିଗଲା, କାରଣ ମୁଁ ନିଜକୁ ଅନ୍ୟ ଏକ ନାମରେ ପରିଚିତ କରାଇଛି ନିରୁଦ୍ଦିଷ୍ଟ ହେଲା ଦିନୁ। ମୃତ୍ୟୁ ପୂର୍ବରୁ ତମର ଖବର ଟିକକ ଜାଣିବା ପାଇଁ ବଡ଼ ଆଗ୍ରହ ଥିଲା। ଗୋଟିଏ ପ୍ରଶ୍ନ କୌଣସି ପ୍ରକାରେ ମୋର ଆଗ୍ରହାତିଶାଯ୍ୟକୁ ତଡ଼ି ଦେଇ ପାରୁନି। ବାହା ହେଇଛ ତ? ଯଦି ନ ହୋଇଥାଅ ତେବେ ମୋର ଏକାନ୍ତ ମିନତି, ତୁମେ ବିବାହ କରି ସୁଖୀ ହୁଅ ଉଷା, ଆଉ ମୋତେ କ୍ଷମା କରି ଭୁଲିଯାଅ। ବର୍ତ୍ତମାନ ମୃତ୍ୟୁ ମୋ ନିକଟକୁ ଯେଡ଼େ କରାଳ ମୂର୍ତ୍ତି ନେଇ ଆସିଲେ ମଧ୍ୟ ତୁମରି କ୍ଷମା ମୋର ପରଜନ୍ମର ଶ୍ରେଷ୍ଠ ସମ୍ପଦ ହୋଇ ରହିବ। ହଉ ଉଷା, ଦୁଃଖ କରିବ ନାହିଁ। ଦୁଃଖ କରିବାର ତ କିଛି ନାହିଁ। ଏହି ପର୍ଯ୍ୟନ୍ତ ପଢ଼ି ପ୍ରଣବ ଏକ ଅବ୍ୟକ୍ତ ବ୍ୟଥାରେ ଝାଉଁଳି ପଡ଼ିଲା ଏବଂ ତା ସାଥିରେ କାଶ ସହିତ ଝଲକାଏ ତାଜା ରକ୍ତ ବାହାରି ଆସିଲା। କୌଣସି ପ୍ରକାର ଦମ୍ ନେଇ ଇଙ୍ଗିତରେ ନର୍ସକୁ ତା ନିକଟକୁ ଆସିବାକୁ ସଂକେତ ଦେଇ ତାର ଶିଥିଳ ହାତ ଦୁଇଟିରେ ବିଛଣାକୁ ଭିଡ଼ି ଧରିଲା। ନର୍ସ ପାଖକୁ ଆସି ତାର ବିକ୍ଷିପ୍ତ ବାଳଗୁଡ଼ିକୁ ଅଙ୍ଗୁଳି ଦ୍ୱାରା ସଜାଡ଼ିବାକୁ ଲାଗିଲା। ପ୍ରଣବ ତାର କ୍ଷୀଣ ଦେହଟିକୁ କୌଣସି ପ୍ରକାର ଟିକେ ସଜାଡ଼ି ନେଇ ସଜଳ ନୟନରେ କହିଲା, ସତ ଧନ୍ୟବାଦ ଆପଣଙ୍କୁ। ମରଣ ବେଳରେ ମଧ୍ୟ ଆପଣଙ୍କର ମମତାପୂର୍ଣ୍ଣ ସ୍ନେହ କରସ୍ପର୍ଶରେ
ପ୍ରକୃତରେ ବଡ଼ ତୃପ୍ତି ପାଉଛି। ଆପଣଙ୍କୁ ମୋର ଆଉ ଗୋଟେ କାମ କରିବାକୁ ହେବ। ମୋର ଚିର ବିଦାୟର ଶେଷ ନିବେଦନ ଆପଣଙ୍କୁ ରଖିବାକୁ ହେବ। ଏଇ ଚିଠିଟି ଏତକ କହି ମିନତିପୂର୍ଣ୍ଣ ଦୃଷ୍ଟିରେ ନର୍ସକୁ ସେଇ ଚିଠି ଦେଲା। ନର୍ସ ଚିଠି ଖଣ୍ଡିକ ହାତକୁ ନେଇ ଦେଖିଲା। ଚିଠିର କଭରରେ ଲେଖା ଅଛି, କୁମାରୀ ଉଷାରାଣୀ ଦେବୀ, କାରଫ ଜୟଗୋବିନ୍ଦ ମହାପାତ୍ର, ସାଗର ବିତାନ, ଚକ୍ରତୀର୍ଥ, ପୁରୀ। ନର୍ସ ହଠାତ୍ ଭୀତ ଓ ତ୍ରସ୍ତ ହୋଇ ପଛକୁ ଫେରି ଦେଖିଲା ପ୍ରଣବର ଦେହଟା ନିଶ୍ଚଳ ଓ ଅଚେତନ ହୋଇପଡ଼ିଛି। ନାକପୋଡ଼ାରୁ ଗୋଟିଏ କ୍ଷୀଣ ରକ୍ତଧାରା ବହି ଆସୁଛି। ଘଡ଼ିରେ ସେତେବେଳେ 3ଟା। ନର୍ସ ଚିଠି ଖଣ୍ଡିକ ହାତରେ ଧରି ଛିଡ଼ା ହୋଇ ରହିଲା, ଅର୍ଥଶୂନ୍ୟ ଦୃଷ୍ଟିରେ ଉପରକୁ ଚାହିଁ। ହଠାତ୍ ଆଖିରୁ ତାର ଅଶ୍ରୁବନ୍ଧ ଭାଙ୍ଗି ବକ୍ଷଦେଶ ଭସାଇ ବୋହିଗଲା। ଅଜାଣତରେ ତା ପାଟିରୁ ବାହାରି ଆସିଲା, ତମେ ଚାଲିଗଲ। କିଛି କ୍ଷଣ ପରେ ଆହ କହି ଗଛ କାଟିଲା ପରି ନର୍ସ କଚାଡ଼ି ହୋଇ ପ୍ରଣବର ଶଯ୍ୟା ପ୍ରାନ୍ତରେ ପଡ଼ିଗଲା ସଂଜ୍ଞାହୀନା ହୋଇ। ଠିକ୍ ସେତିକିବେଳେ ଦୂରରୁ କେଉଁଠି ଏକ ଓରାଂ ଯୁବକର ବଂଶୀର ସୁର କରୁଣରୁ କରୁଣତର ହୋଇ ପବନ ସୁଅରେ ଭାସି ଆସୁଥାଏ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଝରା ଫୁଲ। ଗାଳ୍ପିକ ଉମେଶ ଚନ୍ଦ୍ର ପାଣିଗ୍ରାହୀ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।